ଭାବି ସାରିଲଣି ଗୋଟେ ମନକୁ ପ୍ରାଣ ସହିତ ସଂଯୋଗ କରିସାରିଲଣି ତେଣୁ ମନଟା ପବିତ୍ର ହବ ନିଜେ ଆମ ଗୁଡ୍ ଲୁକିଂ ଯଦି ଆୟୁର୍ବେଦ ଆଉ ଏଲୋପାଥି ଭିତରେ ଆମେ ତର୍ଜମା କରିବା ଦୁଇଟା ଯାକ ସାଇନ୍ସ ବହୁତ ଡେଭଲପମେଣ୍ଟ କଲା କିନ୍ତୁ ରୋଗୀ ଭଲ ହୁଏନି ଆୟୁର୍ବେଦିକ ସାଇନ୍ସରେ କି ଏଲୋପାଥି ସାଇନ୍ସରେ ମୋ ମତ ରୋଗୀ ଭଲ ହୁଏ ଚିକିତ୍ସକ ଗୋଟିଏ ସାପ ଜଣେ ଜଙ୍ଗଲକୁ ଯାଇଥିଲା ଜଣକୁ ସାପ କାମୁଡ଼ିଲା ସିଏ ମଲାନି ଜଣେ ଝୁଣ୍ଟିଆରେ ବାଜିକି ଯୋଉ ଫୁଙ୍କାରେ ବାଜିକି ସିଏ ମରିଗଲା ଜଣେ ଡାକ୍ତର ଚାହିଁଲେ ରୋଗୀ ବଞ୍ଚି ଜଣେ ବୈଦ୍ୟ ଚାହିଁଲେ ରୋଗୀ ବଞ୍ଚି ତାର ମଧୁର ବ୍ୟବହାର ତାର ଶାଳୀନତା ଏବଂ ତାର କୋମଳ କଥା ଏକ ସୁଚିକିତ୍ସା ଗୋଟେ ଘାଟେ ଶୁଖୁଛି ଆମେ ଏଲୋପାଥିରେ ଆରମ୍ଭ କରିବାକୁ ବହୁତ ଦିନ ଅପେକ୍ଷା କରିଥିଲେ ଆପଣମାନେ ବହୁତ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ଆଜି ଆମେ ସୁଚାରୁ ପରିଚାଳନା କରୁଛୁ ଆମର 2 ଜଣ ଅତିଥି ଥିଲେ ଆମର ଜିଲ୍ଲା ପରିଷଦ ଇଟାମାଟି ଜିଲ୍ଲା ପରିଷଦ ଲାଠିବାଡ଼ା ଆସିବା କଥା ସେ ସମସ୍ତେ ଆସିପାରନ୍ତି ନିଶ୍ଚିତ ଆସିକି ପହଞ୍ଚିବେ ସାର୍ଙ୍କର ଏକ୍ଜିବିସନ୍ 2 ସାର୍ଙ୍କର ଏକ୍ଜିବିସନ୍ ଚାଲିଛି ଶୀଘ୍ର ଶେଷ କରିବା ପାଇଁ ଆରମ୍ଭ ସରୁଛି ହେଲା ଆଜି ମୁଁ এই জলবায়ু সুরক্ষা পরিষদ তরফରୁ ଆମେ କୋଉଭଳି ଭାବରେ ଲୋକଙ୍କୁ ଆୱାରନେସ୍ କରିବା ସଚେତନତା କରିବା ସେଇ ବିଷୟରେ ଯୋଗ ସାର୍ କୋଉଭଳି ଭାବରେ ଲୋକ ସୁସ୍ଥ ରହିବେ ସବଳ ରହିବେ ସେଭଳି ବିଷୟରେ ସେ ସାର୍ ଯୋଗ ସାର୍ କହିବେ ଏବଂ ଆୟୁର୍ବେଦିକ ବିଷୟରେ କୋଉଭଳି ଭାବରେ ଆୟୁର୍ବେଦିକ ଆଉ ଏଲୋପାଥିକ ଭିତରେ କମ୍ପେୟାର ସାର୍ ବୁଝେଇଦେବେ ଆପଣମାନଙ୍କୁ এই ଶିକ୍ଷା ଦେବା ପ୍ରତ୍ୟେକ ପଞ୍ଚାୟତରେ ଆମେମାନେ କୋଉଭଳି ଭାବରେ ଯାଇକି ବସିବା ଏବଂ ଲୋକଙ୍କୁ ଯେମିତି ଆଶା ଦିଦି ଯେଭଳି ଭାବରେ ସେମାନଙ୍କୁ ସମସ୍ତେ କିଛି ନଥିଲା ନା ଗାଁ ନଥିଲା ଆଜିକା ଡେଟ୍ରେ ଆଶା ଦିଦିମାନେ ଯେଭଳି ଭାବରେ ସେମାନଙ୍କୁ ଦରମା ଲାଗୁ ହେଇଗଲା ସେମାନଙ୍କୁ ବହୁତ ବିଭିନ୍ନ ପ୍ରକାର ସେତେବେଳେ ଆସିଲା ସବୁ ଫାସିଲିଟି ଆସିଲା ସେଭଳି ଆପଣମାନଙ୍କ ସେମିତି ନିଶ୍ଚୟ ଭିତରେ ଅଛି ଯାହା ଆସିବ ସେମାନେ ଲୋକଙ୍କୁ ଆୱାରନେସ୍ କରିବେ ସଚେତନତା କରିବେ ମୁଁ ଆଜି ବହୁତ ଲେଟ୍ ହେଇଗଲାଣି ମୁଁ ଆମର ସଂଯୋଜକ ଅଛନ୍ତି ପ୍ରମୋଦ କୁମାର ମହାନ୍ତି ସେପଟେ ଅନୁରୋଧ ବସିଛନ୍ତି ଆମର ସଂଯୋଜକ ଏବଂ ତା ସହିତ ଆମର ଯେ ଆମର ସଂଯୋଜକ ଅଛନ୍ତି ଶ୍ରୀଯୁକ୍ତ ଗୋଦାବରୀ ପଟ୍ଟନାୟକ ଅଛନ୍ତି ଏବଂ ତା ସହିତ ମୁଁ ଭାଗୀରଥୀ ଗଡ଼ିଆ ପ୍ରଭାବ ଅଛି ঠিক আছে তো ମୁଁ ଆଜି ଅନୁରୋଧ କରିବି ଶ୍ରୀଯୁକ୍ତ ଡକ୍ଟର ଆୟୁର୍ବେଦିକ ଡକ୍ଟର ହୃଦମ ବେହେରା ସାର୍ଙ୍କୁ ସେ କିଛି ଆୟୁର୍ବେଦିକ ବିଷୟରେ କିଛି କହିବେ କମ୍ପେୟାର କରିବେ ଆୟୁର୍ବେଦିକ ଆଉ ଏଲୋପାଥିକ ବିଷୟରେ କମ୍ପେୟାର କରିବେ କାହାକୁ ଦେଲେ ଆମର ସାଇଡ୍ ଇଫେକ୍ଟ ହେବନି କ'ଣ ଖାଇବା କ'ଣ କରିବା ଆଜିକାଲି ଡେଟ୍ରେ ବର୍ତ୍ତମାନ ଥଣ୍ଡା ହେଇଛି ନା କ'ଣ ଟିକେ ଖରାପ ପିଇଲେ କିଛି ଥଣ୍ଡା ହେବନି କ'ଣ ଉଷୁମ ପାଣି ପିଇଲେ କ'ଣ ଉପକାରିତା ଆମେ କେଉଁ ମେଡ଼ିସିନ ବ୍ୟବହାର କରିବା ସେ ବିଷୟରେ କହିବା